ଯୀଶୁ ଖ୍ରୀଷ୍ଟଙ୍କ ଅତି ବହୁମୂଲ୍ୟ ନାମରେ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ ବଡ଼ଦିନର ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ବାସ୍ତବରେ ଆମେ କେଡ଼େ ଭାଗ୍ୟବାନ ଅଟୁ ଯେ ପରମେଶ୍ୱର ଆମ ପ୍ରତି ଦୟାକରି ଏଇଥରର ବଡ଼ଦିନ ପାଳନ କରିବା ପାଇଁ ସୁଯୋଗ ଦେଇଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ଏହି ବର୍ଷ ଆମେ ଗୁଡ଼ାଏ ସଙ୍କଟ ଦେଇ ଗତି କରିଛୁ। ବିଶ୍ୱରେ ଅନେକ ସମସ୍ୟା, ଅନେକ ପରିସ୍ଥିତି ଖରାପ ଥିଲା। ଏପରିକି ଏହି ଦିନମାନଙ୍କରେ କରୋନା ମହାମାରୀ ମଧ୍ୟ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ପ୍ରଭୁ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ରଖିଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏଥର ବଡ଼ଦିନ ଆପଣମାନଙ୍କ ପ୍ରତ୍ୟେକଙ୍କ ପାଇଁ ଆଶୀର୍ବାଦ ଯୁକ୍ତ ବଡ଼ଦିନ ହେଉ, ଏହା ପ୍ରଭୁଙ୍କ ଦାସ ଭାବରେ ମୋର ପ୍ରାର୍ଥନା ଅଟେ। ଆସନ୍ତୁ ଆମମାନେ ଆଜିର ବାକ୍ୟ ଧ୍ୟାନ କରିବା ପାଇଁ ଯିବା। ଏଇଥରର ପରମେଶ୍ୱର ଆମମାନଙ୍କୁ କ'ଣ କହିବା ପାଇଁ ଚାହୁଁଛନ୍ତି ବାକ୍ୟ ଦ୍ୱାରା ତା ମାନେ ଶୁଣିବା ପାଇଁ ଯିବା। ଆଜିର ଧ୍ୟାନ ନିମନ୍ତେ ଶାସ୍ତ୍ରର ଅଂଶଟି ମୁଁ ମନୋନୀତ କରିଛି, ଯାହା ଆପଣମାନେ ପାଇବେ ଏବ୍ରୀ ତାର 10 ପର୍ବ 4 ପଦରୁ 7 ପଦ ପର୍ଯ୍ୟନ୍ତ। ଏବ୍ରୀ 10 ପର୍ବ ତାର 4 ପଦରୁ 7 ପଦ ପର୍ଯ୍ୟନ୍ତ ଏଠାରେ ଲେଖାଯାଏ, କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ। ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। ହୋମ ବଳି ଓ ପାପାର୍ଥକ ବଳିରେ ତୁମେ ସନ୍ତୁଷ୍ଟ ହେଲ ନାହିଁ। ସେତେବେଳେ ମୁଁ କହିଲି, ଦେଖ ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି, ଫେଇସ୍ପର ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। এই ଅଂଶଟି ଆମେ ଅନେକ ଥର ପଢିଛୁ, କିନ୍ତୁ ବାସ୍ତବରେ ଏ ଅଂଶ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଗତକୁ ଆଗମନ କରିବାର ଉଦ୍ଦେଶ୍ୟକୁ ଦର୍ଶାଏ। ଏଠାରେ ଲେଖାଯାଏ, କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ ଅଟେ। ସେଥିପାଇଁ ଖ୍ରୀଷ୍ଟଙ୍କୁ ଜଗତକୁ ଆସିବା ପାଇଁ ପଡ଼ିଲା। ସେଇଥିପାଇଁ ଈଶ୍ୱରଙ୍କୁ ଦେହ ଧାରଣ କରି ଜଗତକୁ ଆସିବା ପାଇଁ ପଡ଼ିଲା, କାରଣ ତାଙ୍କ ବିନା ଉଦ୍ଧାର ସମ୍ଭବ ନୁହେଁ। ତାଙ୍କ ବିନା କେହି ମଧ୍ୟ କାହାରିକୁ ଉଦ୍ଧାର କରିପାରିବ ନାହିଁ। ବା ପାପୀ ମନୁଷ୍ୟ ଯେତେ ଦାନ ଧର୍ମ ତପସ୍ୟା ଯାହା କରି ମଧ୍ୟ ସାଧନା କରି ମଧ୍ୟ ସେ ଉଦ୍ଧାର ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ଖ୍ରୀଷ୍ଟ ଜଗତକୁ ଆସିଲେ। ଆଉ ଯୀଶୁ ଜଗତକୁ ଆସି ଗୋଟେ କଥା କୁହନ୍ତି, ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଯଦି ବାଇବଲକୁ ଦେଖିବେ, ବାଇବଲ ସମ୍ପୂର୍ଣ୍ଣ ଭାବରେ ଖ୍ରୀଷ୍ଟଙ୍କର ପ୍ରକାଶନ ଅଟେ। ଏହା ଏକ ଭାବବାଣୀର ପୁସ୍ତକ ଅଟେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁହନ୍ତି, ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି, ହେଇସ୍ପର ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ଶାସ୍ତ୍ରରେ ମୋ ବିଷୟ ଲେଖା ଅଛି। ପ୍ରିୟ ଭାଇ ଭଉଣୀ ମାନେ, ବାଇବଲରେ ଆମେ ଯାହା ଦେଖୁ ଏ ସମସ୍ତ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ଭାବବାଣୀ ଅଟେ। ଆଉ ଏହି ପର୍ବଟି ଆମ ସମସ୍ତଙ୍କ ପାଇଁ ଏହା ଜାଣିବାର ପର୍ବ ଅଟେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ କାହିଁକି ଆସିଥିଲେ, ଯେ ତାଙ୍କ ସମ୍ପର୍କରେ ଯାହା ସବୁ ଭାବବାଣୀ କରାଯାଇଥିଲା ତାହା ସଫଳ କରିବାକୁ ସେ ଆସିଥିଲେ। ତ ଏହି ବଡ଼ ଦିନଟି ଭାବବାଣୀ ସଫଳର ପର୍ବ ଅଟେ। ଯୀଶୁଙ୍କ ସମ୍ପର୍କରେ ବାଇବଲରେ ଯାହା ସବୁ ଭାବବାଣୀ କୁହାଯାଇଥିଲା ତାହା ସଫଳ ହେବାର ପର୍ବ ଅଟେ। ଆଜି ସେ ସମ୍ପର୍କରେ ମୁଁ କହିବା ପାଇଁ ଚାହେଁ, କାରଣ ଖ୍ରୀଷ୍ଟଙ୍କ ବିଷୟରେ, ଯୀଶୁଙ୍କ ବିଷୟରେ ବାଇବଲରେ ଗୁଡ଼ାଏ ଭାବବାଣୀ ରହିଛି। ଆଉ ସେଇ ଭାବବାଣୀ ଗୁଡ଼ିକ ସଫଳ ହେବା ଦରକାର। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ। ଯଦି ଆପଣ ଦେଖିବେ ମାଥ୍ୟୁ ପୁସ୍ତକ, ସେଇ ସ୍ଥାନରେ ବାରମ୍ବାର ଆପଣ ଦେଖିବେ ଯେ ଭାବବାଦୀଙ୍କ ଦ୍ୱାରା ଯାହା କୁହାଯାଇଥିଲା ତାହା ଯେପରି ସଫଳ ହୁଏ। ମୁଁ ସେଥିରୁ କିଛି ବିଷୟ ପଢିବା ପାଇଁ ଚାହେଁ। ମାଥ୍ୟୁ ତାର 1 ପର୍ବ ତାର 21 ଆଉ 22 ପଦ ଲେଖାଯାଏ, ସେ ପୁତ୍ର ପ୍ରସବ କରିବେ ଆଉ ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣ ଲୋକମାନଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ହିଁ ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏହି ସମସ୍ତ ଘଟିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ, କାରଣ କୁହାଯାଇଥିଲା କ'ଣ, ଜଣେ କନ୍ୟା ସେ ପୁତ୍ର ପ୍ରସବ କରିବେ ଆଉ ତାହାଙ୍କ ନାମ ଯୀଶୁ ଦିଆଯିବ। ଆଉ ସେ ସମସ୍ତ ମାନବ ଜାତିର ଲୋକମାନଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜଗତକୁ ଆସିବା ପାଇଁ ପଡ଼ିଲା, କାରଣ ଶାସ୍ତ୍ରରେ ସେ ସମ୍ପର୍କରେ ଲେଖା ଅଛି। ଆଉ ଯଦି ଦେଖିବେ ଆଗକୁ ଆପଣମାନେ ମାଥ୍ୟୁ 2 ପର୍ବ ତାର 4 ପଦ ଆଉ 5 ପଦ ଏଟା ଲେଖାଯାଏ, ପୁଣି ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ
ଓ ଶାସ୍ତ୍ରୀଙ୍କୁ ଏକତ୍ର କରି ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ ତା ସେମାନଙ୍କ ଠାରୁ ବୁଝି ନେବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ କହିଲେ ଜିହୁଦା ପ୍ରଦେଶର ବେଥଲିହେମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖା ଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ କୁମାରୀର ଗର୍ଭରୁ ଜନ୍ମ ନେବେ, ଏହା ଭାବବାଦୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବେଥଲିହେମରେ ଜନ୍ମଗ୍ରହଣ କରିବେ ବୋଲି ଭାବବାଦୀଙ୍କ ଦ୍ୱାରା କୁହାଯାଇଥିଲା। ଗୋଟେ କନ୍ୟାର ଗର୍ଭରୁ ଜାତ ହେବେ, ଏହା ଦିଶାଇ ଭାବବାଦୀଙ୍କ ଦ୍ୱାରା କୁହାଯାଇଥିଲା। ଆଉ ସେ କେଉଁ ସ୍ଥାନରେ ଜନ୍ମଗ୍ରହଣ କରିବେ ସେ ସମ୍ପର୍କରେ ମିଖା ଭବିଷ୍ୟତ ବକ୍ତା 5 ପର୍ବ 2 ପଦରେ କୁହନ୍ତି। ମୁଁ ଏହା କହିବାର ଅର୍ଥ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁଙ୍କ ସମ୍ପର୍କରେ ଯାହା ଯାହା ଶାସ୍ତ୍ରରେ ଭାବବାଣୀ କରାଯାଇଥିଲା ତାହା ସଫଳ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ। ଯଦି ଆପଣ ଦେଖିବେ ମାଥ୍ୟୁ 2 ପର୍ବ 15 ପଦ, ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କର ଉକ୍ତ ହିଁ ବାକ୍ୟ ସଫଳ ହୁଏ, ମିଶ୍ରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ। ଏହା ହୋସେୟା ଭବିଷ୍ୟତ ବକ୍ତା ଲେଖୁଛନ୍ତି 11 ପର୍ବ 1 ପଦରେ। ଭାବବାଣୀ ହେଇଥିଲା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମିଶ୍ରକୁ ଯିବେ, କାରଣ ତାଙ୍କୁ ମାରିବା ପାଇଁ ହେରୋଦ ଉଦ୍ୟତ ଅଟନ୍ତି। ଏହା ମଧ୍ୟ ଭାବବାଣୀ କରାଯାଇଥିଲା। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏଇ ଥରର ବଡ଼ଦିନ ଆମ ସମସ୍ତ ପାଇଁ ଅନନ୍ୟ ଅଟେ, କାରଣ ସମସ୍ତ ଭାବବାଣୀ ସଫଳ ହେଇସାରିଛି। ଆଉ ଯାହା ବାକି ଅଛି ସେ ସମ୍ପର୍କରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆମେ କେବଳ ବଡ଼ଦିନର ମାତି ନ ରହୁ, ଏହା ଭାବବାଣୀ ସଫଳର ପର୍ବ ଅଟେ, କାରଣ ଭାବବାଣୀ ଗୁଡ଼ାକ ସଫଳ ହେବାର ଅଛି। ଯଦି ଆପଣ ଦେଖିବେ ମାଥ୍ୟୁ 2 ପର୍ବ 17 ପଦ ଲେଖାଯାଉଛି, ସେତେବେଳେ ଜିରିମିୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ହିଁ ବାକ୍ୟ ସଫଳ ହେଲା। ପ୍ରିୟ ଭାଇ ଭଉଣୀ ମାନେ, 16 ପଦ ପଢିବେ, ଲେଖାଯାଉଛି, ଇତିମଧ୍ୟରେ ହେରୋଦ ପଣ୍ଡିତ ମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ। ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ ତଦନୁଯାୟୀ 2 ବର୍ଷ ଓ ସେଥିରୁ ନ୍ୟୁନ ବୟସ୍କ ଯେତେ ବାଳକ ବେଥଲିହେମ, ପୁଣି ସେଥିରେ ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେ ସମସ୍ତଙ୍କୁ ବୋଧ କରାଇଲେ। ପ୍ରିୟ ଭାଇ ଭଉଣୀ ମାନେ, ଏହା ମଧ୍ୟ ଭାବବାଣୀ କରାଯାଇଥିଲା ଯେ 18 ପଦ ଲେଖାଯାଉଛି, ରାମାରେ ସ୍ୱର ଶୁଣାଗଲା, ରୋଦନ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନ ମାନଙ୍କ ନିମନ୍ତେ ରୋଦନ କରୁଥିଲା, ଆଉ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁନଥିଲା। ପ୍ରିୟ ଭାଇ ଭଉଣୀ ମାନେ, ଏ ସମସ୍ତ ବିଷୟ ଭାବବାଦୀଙ୍କ ଦ୍ୱାରା କୁହାଯାଇଥିଲା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ସମସ୍ତ ବିଷୟକୁ ସଫଳ କରିବାକୁ ଆସିଥିଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆପଣ ଦେଖିବେ ମାଥ୍ୟୁ 2 ପର୍ବ 23 ପଦ, ଆଉ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀ ମାନଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ ଯେ ସେ ନାଜରିତୀୟ ବୋଲି ଖ୍ୟାତ ହେବେ। ପ୍ରିୟ ଭାଇ ଭଉଣୀ ମାନେ, ଏହା ମୋ କହିବାର ଉଦ୍ଦେଶ୍ୟ ଅଟେ ଯେ ଏଇ ଥରର ବଡ଼ଦିନ ଆମକୁ ଏଇ କଥା ସୂଚାଏ ଯେ ଭାବବାଣୀ ଗୁଡ଼ାକ ସଫଳ ହେଇସାରିଛି। ଆଉ ଯାହା ଅଳ୍ପ କେତୋଟି ଭାବବାଣୀ ଅଛି ତାହା ମଧ୍ୟ ସଫଳ ହେବାକୁ ଯାଉଛି, କାରଣ ଏହା ଯୀଶୁଙ୍କର ଜନ୍ମ ସମ୍ପର୍କୀୟ ଭାବବାଣୀ ଅଟେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁହନ୍ତି, ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାର୍ବତ୍ୟ ଉପଦେଶରେ ଗୋଟେ କଥା କୁହନ୍ତି, ମାଥ୍ୟୁ 5 ପର୍ବ 18 ପଦ 17-18 ମୁଁ ଆପଣଙ୍କ ପାଇଁ ପଢିବା ପାଇଁ ଚାହେଁ। ମୁଁ ଯେ ବ୍ୟବସ୍ଥା କି ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ, ଲୋପ କରିବାକୁ ଆସି ନାହିଁ, ବରଂ ସଫଳ କରିବାକୁ ଆସିଅଛି। କାରଣ ଯାହା ଭାବବାଣୀ କରାଯାଇଥିଲା ଯୀଶୁଙ୍କ ସମ୍ପର୍କରେ, ସେ ସମସ୍ତ ବିଷୟ ସଫଳ କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ। ଆଉ ସେ କଣ କୁହନ୍ତି, କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେ ପର୍ଯ୍ୟନ୍ତ ଆକାଶ ମଣ୍ଡଳ ପୃଥିବୀ ଲୋପ ନ ପାଇବ, ସେ ପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାର ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାର ଲୋପ ପାଇବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଏହା ଥିଲା ଯୀଶୁଙ୍କ ଜନ୍ମ ସମ୍ପର୍କର ଭାବବାଣୀ। ତେଣୁ ଏହା ଭାବବାଣୀ ସଫଳର ପର୍ବ ଅଟେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏ ସକଳ ବିଷୟକୁ ସ୍ପଷ୍ଟ ଭାବରେ ବୁଝିବା ପାଇଁ। ବାଇବଲରେ ଯୀଶୁଙ୍କ ସମ୍ପର୍କରେ ଯାହା ଯାହା ଭାବବାଣୀ କରାଯାଇଛି, ସେ ସମସ୍ତ ବିଷୟକୁ ସଫଳ କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସମ୍ପର୍କରେ ସମସ୍ତ ଭାବବାଣୀ ସଫଳ ହେଇଛି।
ପରବର୍ତ୍ତୀ ଅଧ୍ୟାୟ ଯଦି ଆପଣ ଦେଖିବେ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ସମ୍ପର୍କରେ ମଧ୍ୟ ଯାହା ଭାବବାଣୀ କରାଯାଇଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟ ଆସି ସେ ସମସ୍ତ ଭାବବାଣୀକୁ ସଫଳ କରିଛନ୍ତି। ଆଉ ଯେସାଇ ଭବିଷ୍ୟଦ୍ବକ୍ତା ତାର 53 ଅଧ୍ୟାୟରେ ଦେଖିବେ ସେଇଠି ଯୀଶୁଖ୍ରୀଷ୍ଟଙ୍କର ଦୁଃଖ ଭୋଗ ଆଉ ମରଣ ସମ୍ପର୍କରେ ସେ ଭାବବାଣୀ କରିଛନ୍ତି। ପ୍ରଭୁ ଯୀଶୁଙ୍କର ଜନ୍ମ ପୂର୍ବରୁ ସେ କିପରି ଦୁଃଖ ଭୋଗ କରିବେ, ସେ କିପରି ମୃତ୍ୟୁ ଭୋଗ କରିବେ ସେ ସମ୍ପର୍କରେ ଯେସାଇ ଭବିଷ୍ୟଦ୍ବକ୍ତା ତାଙ୍କ ପୁସ୍ତକରେ ଲେଖନ୍ତି। ଯଦି ଆପଣ ଯେସାଇ ତାର 53 ଅଧ୍ୟାୟ ଦେଖିବେ ସେଟା ଲେଖାଯାଏ 3 ପଦରୁ ଯଦି ଆମେ 5 ପଦ ଦେଖିବା ସେଟା ଲେଖାଯାଏ ସେ ଅବଜ୍ଞାତ ଓ ମନୁଷ୍ୟର ତ୍ୟକ୍ତ, ଦୁଃଖୀ ଲୋକ ଓ ଶୋକ ପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି ଏପରି ଲୋକତୁଲ୍ୟ ସେ ଅବଜ୍ଞାତ ହେଲେ, ଆଉ ଆମ୍ଭେମାନେ ତାହାଙ୍କୁ ମାନ୍ୟ କଲୁ ନାହିଁ। ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥା ସବୁ ବହି ଅଛନ୍ତି, ତଥାପି ଆମ୍ଭେମାନେ ତାହାଙ୍କୁ ଆହତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଏହି କଥା ମଧ୍ୟ ଯୀଶୁଙ୍କ ସମ୍ପର୍କରେ ଭାବବାଣୀ କରାଯାଇଥିଲା। ସେ କିପରି କଷ୍ଟ ସହିବେ, ଯାତନା ସହ୍ୟ କରିବେ, ମାନବ ଜାତିର ଉଦ୍ଧାର ନିମନ୍ତେ, ମୁକ୍ତି ନିମନ୍ତେ ସେ ସମସ୍ତ ବିଷୟ ଯେସାଇ ଭବିଷ୍ୟଦ୍ବକ୍ତା ଲିପିବଦ୍ଧ କରନ୍ତି। ଆମ୍ଭମାନଙ୍କର ଅଧର୍ମ ନିମନ୍ତେ ସେ କ୍ଷତ ବିକ୍ଷତ ହେବେ, ଆମ୍ଭମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେବେ, ସେ ପ୍ରହାରିତ ହେବେ, ଆଉ ସେ ପ୍ରହାରିତ ହେଲେ ଆମେ ସୁସ୍ଥ ହବୁ, ସେ ଆମମାନଙ୍କର ବ୍ୟଥା ସବୁ ବହିବେ, ସେ ଦୁଃଖୀ ଲୋକ, ସେ ଶୋକ ପରିଚିତ, ମନୁଷ୍ୟର ତ୍ୟକ୍ତ, ଏ ସମସ୍ତ ବିଷୟ ଭାବବାଣୀ କରାଯାଇଥିଲା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିବା ଦ୍ୱାରା ଏ ସମସ୍ତ ଭାବବାଣୀ ସଫଳ ହେଉଛି। ପ୍ରଭୁ ଯୀଶୁଖ୍ରୀଷ୍ଟ କିପରି ବିକ୍ରି କରାଯିବେ, କିପରି ପ୍ରତାରିତ ହେବେ, ଏ ସମସ୍ତ ବିଷୟ ଭାବବାଣୀରେ ନିହିତ ଅଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରଥମ ଆଗମନରେ ଏ ସମସ୍ତ ବିଷୟ ସଫଳ ହେଇଛି। ମୁଁ ଆପଣଙ୍କୁ କହୁଥିଲି ଏଇ ପର୍ବ ଗୋଟେ ସାଧାରଣ ପର୍ବ ନୁହେଁ, ଏ ବଡ଼ଦିନ ଗୋଟେ ସାଧାରଣ ବଡ଼ଦିନ ନୁହଁ, କେବଳ ଆମୋଦ ପ୍ରମୋଦରେ ସମୟ ବ୍ୟସ୍ତ କରିବାର ବିଷୟ ନୁହଁ, ମାତିବାର ସମୟ ନୁହଁ। ଏହା ଜଗତ ନିବାସୀ କେବଳ ବଡ଼ଦିନକୁ ସେମାନେ ପ୍ରାୟୋରିଟି ଦିଅନ୍ତି, କିନ୍ତୁ ୟା ପଛରେ ଗୋଟେ ଭାବବାଣୀ ଗୁଡାକ ସଫଳ ହେଇ ଚାଲିଛି। ଏଇ କଥା ବୁଝିବାର ଆବଶ୍ୟକ ଅଛି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏଥରର ବଡ଼ଦିନ ଆମ ସମସ୍ତଙ୍କ ନିମନ୍ତେ ସେଇ ବିଷୟ ଘେନି ଆସେ ଯେ ଆମେ ଚିନ୍ତା କରିବା ଦରକାର ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ଯାହା ଭାବବାଣୀ କରାଯାଇଥିଲା ତାହା ସଫଳ ହେଇଛି। ସେ ଦୁଃଖ ଭୋଗ କରିବେ ଆଉ ସେ ମୃତ୍ୟୁ ଭୋଗ ମଧ୍ୟ କରିବେ। ଆଉ ଏଇ କଥା ମଧ୍ୟ ବାକ୍ୟରେ ଲେଖାଯାଇଛି। ପ୍ରାୟତଃ ଅନେକ ଭବିଷ୍ୟଦ୍ବକ୍ତା ସେ ସମ୍ପର୍କରେ ସେମାନେ ତାଙ୍କ ପୁସ୍ତକରେ ଲିପିବଦ୍ଧ କରନ୍ତି। ଯଦି ଆପଣ ଦେଖିବେ ଗୋଟିଏ ପଦ ମୁଁ ପଢିବା ପାଇଁ ଚାହେଁ, ଗୀତ ସଂହିତା 16 ତାର 10 ଏଟା ଲେଖାଯାଏ, କାରଣ ତୁମ୍ଭେ ମୋ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିମ୍ବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। ଏହା ଯୀଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ଭାବବାଣୀ ଥିଲା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶରୀର କ୍ଷୟ ପାଇବ ନାହିଁ। ଯେମିତି ମନୁଷ୍ୟମାନେ ମଲା ପରେ ତାଙ୍କ ଶରୀର କ୍ଷୟ ପାଏ, କୀଟ ଖାଏ, ମାଟିରେ ମିଶିଯାଏ, ଖ୍ରୀଷ୍ଟଙ୍କ ଶରୀର ସେପରି ହେବ ନାହିଁ ବୋଲି ଭାବବାଣୀ କରାଯାଇଥିଲା। ଆଉ 3 ଦିନର ମୃତ ଶରୀର ସଜୀବ ହୋଇ ଉଠିଲା, କ୍ଷୟ ପାଇ ନାହିଁ। ଏତେ ପ୍ରହାରିତ, ଦେହବର୍ତ୍ତୀ ପ୍ରହାର ହେଇଛି, ରକ୍ତ ବହି ଯାଇଛି, ତଥାପି ସେ ଶରୀରରେ ଦୁର୍ଗନ୍ଧ ନାହିଁ। ଯୀଶୁଖ୍ରୀଷ୍ଟଙ୍କର ଶରୀର କ୍ଷୟ ପାଇ ନାହିଁ, ଏହା ଭାବବାଣୀରେ ଲିପିବଦ୍ଧ ଥିଲା। ଆଉ ତାହା ବି ସଫଳ ହେଲା। ସେ କ୍ଷୟ ପାଇବେ ନାହିଁ, ସେ ପୁନରୁତ୍ଥିତ ହେବେ। ତେଣୁ ଲୁକ ଲେଖୁଛନ୍ତି ପ୍ରେରିତ ପୁସ୍ତକରେ ଲେଖିବା ସମୟରେ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବେ ତାହା ଅସମ୍ଭବ। ପ୍ରିୟ ଭାଇ ଭଉଣୀ ମାନେ, ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ମୃତ୍ୟୁକୁ ଜୟ କରି ଉଠିଲେ। ଏହା ମଧ୍ୟ ଭାବବାଣୀର ଅଂଶ ଅଟେ। ଆଉ ଯୀଶୁଖ୍ରୀଷ୍ଟଙ୍କ ପ୍ରଥମ ଆଗମନରେ ତାହା ମଧ୍ୟ ସଫଳ ହେଇଛି। ଲେଖାଯାଏ ପ୍ରେରିତ ତାର 2 ପର୍ବ, ମୁଁ ପଢିବା ପାଇଁ ଚାହେଁ 24 ପଦ।
କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାଙ୍କୁ ଉଠାଇ ଅଛନ୍ତି। କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବେ ତାହା ଅସମ୍ଭବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବେ ଏହା ଅସମ୍ଭବ ଅଟେ। ଏହା ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମ ଆଗମନର ଅଂଶ ଅଟେ। ଏହା ମଧ୍ୟ ସଫଳ ହେଇସାରିଛି। ତ ପ୍ରିୟ ଭାଇ ଭଉଣୀ ମାନେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହା ବାସ୍ତବରେ କହିବା ପାଇଁ ଗଲେ ଗୋଟେ ଭାବବାଣୀ ସଫଳର ପର୍ବ ଅଟେ। ପ୍ରଭୁ ଆପଣମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ପ୍ରଭୁ ଆମମାନଙ୍କୁ ତାଙ୍କ ବାକ୍ୟ ଧ୍ୟାନ କରିବା ସମୟରେ এই কথা এই বড়দিন সম্পর্কে ধ্যান করা দিয়েছেন যে বাস্তবরে এই বড়দিন ভাববাণী সফলর পর্ব অটে। আমি কেবে সে দিগরে চিন্তা করি না। প্রিয় ভাই ভৌণী মানে সমস্ত ভাববাণী সফল হয়ে আসুছি, আউ কিছু বলকা না। যীশুঙ্কর জন্ম সম্পর্কে যে ভাববাণী লা তা সফল হয়েছি। তাঙ্ক সেবা কার্য সম্পর্কে ভাববাণী সফল হয়েছি। তাঙ্ক মৃত্যুর ভাববাণী সফল হয়েছি। তাঙ্ক পুনরুত্থানর ভাববাণী সফল হয়েছি। বর্তমান বাকি অছি তাঙ্কর দ্বিতীয় আগমনর বিচারর সেই ভাববাণী মধ্যে সফল হওয়া পাই যাଉଛି। কারণ সেই ভাববাণী গুড়া যদি সফল হয়েছি এইটা মধ্যে সফল হব, তাহা মু আপন মানকু কহিবা পাই চাহে। তেণু আমি কেবল বড়দিন পর্ব পালনের ব্যস্ত রহু, আমি এই কথা মধ্যে ধ্যান রখু যে প্রভু যীশু খ্রিস্টঙ্কর আসিবার বেল হেলানি। প্রিয় ভাই ভৌণী মানে জগতবাসী যীশু খ্রিস্টঙ্কর প্রথম আগমন নিমন্তে ব্যতিব্যস্ত হওয়া সময় স্বর্গরে প্রস্তুতি চালিছি যীশুঙ্কর দ্বিতীয় আগমনর। কিন্তু দুঃখর কথা প্রিয় ভাই ভৌণী মানে আমি সমস্তে যীশুঙ্কর দ্বিতীয় আগমন পাই প্রস্তুত হচ্ছু, কিন্তু প্রথম আগমনর বার্তা মধ্য এবে পর্যন্ত লোক মানে শুনি নাহান্তি। কারণ প্রভু যীশু খ্রিস্ট সমস্তଙ୍କ ପାଇଁ অটନ୍ତି। সমুদায় মানব জাতি নিমন্তে একমাত্র ত্রাণকর্তা অটନ୍ତି। কারণ বাইবেল স্পষ্ট ভাবে কুহে, সেদিন দূত কহিলে সমস্ত লোকଙ୍କର অত্যন্ত আনন্দজনক সুসমাচার মু তোমাকে শুনাউছি। কারণ আজি দাউদଙ୍କ নগରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି। ତ ପ୍ରିୟ ଭାଇ ଭଉଣୀ ମାନେ ଆମେ ଖ୍ରୀଷ୍ଟିଆନ ଭାବରେ ଆମେ ଦ୍ୱିତୀୟ আগমନ ପାଇଁ ପ୍ରସ୍ତୁତ ହେବା ସମୟରେ ଆମର ଦାୟିତ୍ୱ ମଧ୍ୟ ରହିଛି ଯେ ଜଗତର, ଭାରତର, ଆମ ଓଡ଼ିଶାର প্রত্যেকে যেপরি জাঁপারে যে প্রভু যীশু খ্রিস্ট প্রথম আগমন করে কাহিকি আসিলে সেই কথা জাঁয়া দরকার। আমি খ্রিস্টিয়ান ভাবে আমি প্রথম আগমনের অতি সময় ব্যস্ত ন রহিকি আমি দ্বিতীয় আগমন নিমন্তে প্রস্তুত হওয়া দরকার। কারণ তাহা মধ্য সফল হওয়া যাচ্ছি। যদি আপনার দেখবে জিহুদাঙ্ক পত্র তার 14 পদ আর 15 পদ, এই কথা মু আপনার সম্মুখে রখিবা চাহে। জিহুদাঙ্ক পত্র 14 পদ আর 15 পদ লেখা যায়, আদমଙ୍କ ଠାରୁ সপ্তম পুরুষ যে হনক সে মধ্য সেମାନଙ୍କ বিষয়ে ভাবানী প্রচার করে কহিଥିଲେ, দেখ প্রভু সমস্তଙ୍କର বিচার করিবা নিমন্তে পুনি অধার্মিক লোক সমস্তে নিজ নিজ অধার্মিকতারে যে সবু অধর্ম কর্ম করিଅଛନ୍ତି, অধার্মিক পাপী মানে তাহাଙ୍କ বিরুদ্ধে যে সবু কটু কথা কহিଅଛନ୍ତି, সে সমস্ত বিষয়ে সেমানকু দোষী করে দণ্ড দেওয়া নিমন্তে আপনা ঐত ঐত সাধুଙ୍କ সহিত আসুଅଛନ୍ତି। তো প্রিয় ভাই ভৌণী মানে বর্তমান বাকি রয়েছে প্রভু যীশু খ্রিস্টଙ୍କର দ্বিতীয় আগমন। সে দ্বিতীয়বার আসুଛନ୍ତି, তাহা তাঙ্কর শেষ আগমন বলি কহিপারিবে। সে কাহিকি আসুଛନ୍ତି, সে বিচার করিবা পে আসুଛନ୍ତି, সে দণ্ড দেওয়া পে আসুଛନ୍ତି, সে রাজত্ব করিবা পে আসুଛନ୍ତି। কারণ যিশায় ভবিষ্যৎ বক্তা কহিলে তাহাঙ্ক স্কন্দরে কর্তৃত্ব ভার থুয়াଯିବ। যিশায় 9 পর্ব 6 পদরে দেখুছু তাহাঙ্ক স্কন্দরে কর্তৃত্ব ভার থুয়াଯିବ। প্রথম আগমনরে সে কোনসি কর্তৃত্ব করি নাহান্তি। প্রথম আগমনরে তাঙ্ক স্কন্দরে ক্রুশ থুয়া যাইছিলা। সে ক্রুশ বহন কলে, সে ক্রুশার্পিত হেলে, সে দুঃখ ভোগ কলে, সে মৃত্যু ভোগ কলে, সে পুনরুত্থিত হেলে। পরিত্রাণ নিমন্তে যে কার্য সকল লা সে সবু সে সম্পন্ন করিছন্তি। কিন্তু দ্বিতীয় থর যে আসুছন্তি রাজত্ব করিবাকে আসুছন্তি, রাজা ভাবে আসুছন্তি, বিচার করিবাকে আসুছন্তি, দণ্ড দেওয়া আসুছন্তি, রাজত্ব করিবাকে আসুছন্তি। প্রিয় ভাই ভৌণী মানে প্রভুଙ୍କ নামর স্তুতি হো। এ স্থান আমি দেখুছু ଏହା ভাববাণী হিথিলা। ଆଉ এই ভাববাণী খুব শীঘ্র সফল হেবা পাই যাଉଛି। প্রভুଙ୍କ দাস ভাବରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରିୟ ଭାଇ ଭଉଣୀ ମାନେ এই ଦିନ ମାନଙ୍କରେ ଆମେ ଅଜାଗ୍ରତ ରହିବା ନାହିଁ। এই ଥରର ବଡ଼ ଦିନ ଅନନ୍ୟ ଅଟେ।
हुए तो आपण चर्च को जाई पारु नाहंती, हुए तो सभा समिति को जाई पारु नाहंती, हुए तो कांग्रेगेशन भाव रे काटी बसी पारु नाहंती। प्रभु कहिबा पाई चाहंती गृह मध्य रे बसी की अपना परिवार को सजाड़िबा पाई, जीवन सजाड़िबा पाई, पापर फेरिबा पाई, मंदतर फेरिबा पाई, अबाट फेरिबा पाई परमेश्वर आम समस्त सहित वाक्य द्वारा से कथा होचंती, कारण से खूब शीघ्र आसुचंती। प्रिय भाई भौणी माने दुईटी विषय आमे जानि नहु, यीशु केबे आसीबे ताहा आमे जानि नहु, पुणी आमे केबे जीवा ताहा मध्ये आमे जानि नहु। ए दुईटी विषय निमंते सर्वदा प्रस्तुत रहिबा दरकार, कारण हमर जीवा केबे हेई पारे ताहा आमे जानि नहु, तांकर आगमन केबे हेबो से कथा मध्ये आमे जानि नहु, किंतु सर्वदा आमे प्रस्तुत रहिबा दरकार। प्रभु को नाम स्तुति हो। प्रिय भाई भौणी माने प्रभु आमान को सुंदर अवकाश देइछंती आदि ध्यान करबा निमंते जे एही बड़ दिन भाववाणी सफल पर्व अटे। जदि आपण देखिबे याकूब 5 पर्व तार 9 पद लिखा जाउछि, हे भाई माने तुम्हें माने जेपरि दंड प्राप्त न हुओ एथि निमंते परस्पर विरुद्ध रे बचसा न करो। देखो विचारकर्ता द्वार निकट रे दंडायमान होई अछंती। प्रिय भाई भौणी माने वर्तमान जो यीशु आसुछंती से यीशु विचार करबा पे आसुछंती। समुदाय मानव जातिर हुए तो कौन सी धर्मर लोक, जातिर लोक, भाषार लोक, देशर लोक से यीशु को मानु नाहंती। से मानिले कि न मानिले बड़ विषय नुहे, हुए तो से यीशु को त्राणकर्ता भाव में विश्वास करू नाहंती, किंतु विचारकर्ता भाव में ग्रहण करबा पे बाध्य, कारण से ही एकमात्र व्यक्ति जगतर विचार करिवे। कारण प्रभु यीशु ख्रीष्ट से सृष्टिकर्ता अटंती। शास्त्र ता घोषणा करे, प्रकाश करे जे समस्त विषय तांको द्वारा सृष्टि होईछि। आ द्वितीय विषय बाइबल घोषणा करे, शास्त्र घोषणा करे जे से त्राणकर्ता अटंती। आ त्राणकर्ता भावरे आसिक परित्राण कार्य संपन्न करे से जाइछंती, किंतु वर्तमान जो आसुछंती से विचार करिबा पे आसुछंती। तेनु एही बड़ दिन पर्व पालन करिबा समय यीशु ख्रीष्ट को केवल त्राणकर्ता भावरे न देखु, आमे एही विषय भी देखु जे सेही भाववाणी सफल होईछि, वर्तमान एहा सफल हेबा पई जाउछि, से विचार करिबा पई आसुछंती। प्रिय भाई भौणी माने आमे प्रस्तुत रहू, आमे जागृत रहू। प्रभु आपण मान को प्रत्येक को साहाय्य करंतु। एही बड़ दिन आम पई गोटे प्रस्तुतिर पर्व अटे। यीशु ख्रीष्टଙ୍କର प्रथम आगमन निमंते प्रस्तुत नुहे, यीशु ख्रीष्टଙ୍କର द्वितीय आगमन निमंते मांडलिक भावरे, पारिवारिक भावरे, व्यक्तिगत भावरे आमे प्रस्तुत रहिबा दरकार। प्रभु आपण मान को प्रत्येक को बाहुल्य रूपे आशीर्वाद करंतु। प्रिय भाई भौणी माने बाइबल ए कथा में बारंबार देखु। माथ्यू तार 24 पर्व 33 पद जो देखिबे से स्थान स्पष्ट भाव लिखा जाउछि, स्पष्ट भाव लिखा जाउछि। प्रिय भाई भौणी माने जे ए समस्त घटिले तुमे जानिबो से द्वारर निकटवर्ती प्रभु यीशु ख्रीष्ट द्वार देश रे दंडायमान होइछंती। लिखा जाउछि माथ्यू तार 24 पर्व 23 पद लिखा जाए, सेही परि तुमे माने मध्य ए समस्त देखिले से द्वारर निकटवर्ती एहा जानो। प्रभु यीशु ख्रीष्ट विचार करबा पाई द्वार देश रे आसुछंती। कारण माथ्यू 24 पर्व जो देखिबे ए स्थान आपण मंडलीर लक्षण देखिबे, प्रकृतिर लक्षण देखिबे, सामाजिक लक्षण देखिबे, जिहुदी मान लक्षण देखिबे। लिखा जाउछि ए समस्त देखिले तुमे जानिबो से द्वार देश रे दंडायमान होइछंती। प्रिय भाई भौणी माने जगत यीशु ख्रीष्टଙ୍କ द्वारा विचारित हेबा पाई प्रस्तुत हो जाइछि। ए जगतर गतिविधि को देखी, जगतर अवस्था को देखी, राजनीतिक परिस्थिति को देखी, सामाजिक परिस्थिति को देखी आपण जानिबा दरकार जे एहा यीशु ख्रीष्टଙ୍କର द्वितीय आगमन संकेत अटे। तेणु एई थरो आमे एई कथा मने रखू जे यीशु ख्रीष्टଙ୍କର जन्म संपर्क रे जो भाववाणी सफल हेछि ताको द्वितीय आगमन संपर्क रे मध्य ता सफल हेबा पई जाउछि। प्रभु आपण मान को प्रत्येक को बाहुल्य रूपे आशीर्वाद करंतु। ए कथा बुझिबा पई बाइबल केमते समाप्त हेछि, बाइबल शेष पुस्तक एक कथा घोषणा करे 22 पर्व तार 7 पद, तार 12 पद आउ तार 20 पद, ए तीनोटी पद रे गोटे विषय लिखा जाउछि, देखो आमे शीघ्र आसुछु, देखो आमे शीघ्र आसुछु, सत्य आमे शीघ्र आसुछु। यीशु शीघ्र आसुछंती। तेणु प्रिय भाई भौणी माने ए बड़ दिन पर्व पालन करबा समय रे ए कथा मने रखू जे यीशु शीघ्र आसुछंती। प्रभु प्रत्येक को बाहुल्य रूपे आशीर्वाद करंतु। आज संवाद को आपण व्यक्तिगत भाव में नहीं पारंती, पारिवारिक भाव में नहीं पारंती, कारण एही संवाद आपण को पाई अटे, एहा भाववाणी सफल पर्व अटे। प्रभु आपण मान प्रत्येक को बाहुल्य रूपे आशीर्वाद करंतु। प्रभु को वाक्यर परिचर्या करबा पाई मते सुजोग देइथिबारु मंडल कर्तृपक्ष, नेतृवृंद, पालक महाशय समस्त को मैं धन्यवाद जनाए। प्रभु आपण मान प्रत्येक को बाहुल्य रूपे आशीर्वाद करंतु। प्रभु को दास भाव में पुणी थरे बड़ दिन
ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଏ ବାକ୍ୟକୁ ମୁଁ ସମାପ୍ତ କରୁଛି। ପ୍ରଭୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।